ମୁଁ ଗତକାଲି ଗୋଟେ ଅଡ଼ିଓ ଭାଇରାଲ ଦେଖିଛି ସୋସିଆଲ ମିଡ଼ିଆରେ ବୁଲୁଛି, ଯାହାକୁ ଦେଖି ମୁଁ ଜାଣିବାକୁ ପାଇଲି ଯେ ଭଦ୍ରକରେ ବର୍ତ୍ତମାନ କିଛି ଜନୈକ ସାମ୍ବାଦିକ ତାଙ୍କର ଗୋଟେ ଛୁଆ ସାମ୍ବାଦିକମାନଙ୍କୁ ରଖି କିଛି ଲୋକଙ୍କୁ ଟିକେଟ୍ ଆଶାୟୀ କରିଦେଉଛନ୍ତି ଯେ ତୁମେ ଟିକେଟ୍ ପାଇବ। ଏ କଥା କହିବା ପରେ ତାଙ୍କ ପାଖରେ ସେ ବିଗତ ମାନେ ରୀତିମତେ ଲୁଣ୍ଠନ କରି ଚାଲିଛନ୍ତି। ନୂଆ ନୂଆ ଲୋକଙ୍କୁ ଆଣିକି ଫେସବୁକ୍ରେ ଛାଡ଼ିଦେବା, ତାଙ୍କ ନାଁ ଦେଇଦେବା, ଏ MLA ହେବା ପାଇଁ ଯୋଗ୍ୟ। ସେହି ପରିପ୍ରେକ୍ଷୀରେ ମୋତେ ମଧ୍ୟ କ୍ୱେଶ୍ଚନ୍ କରିଥିଲେ। ମୁଁ ତାଙ୍କର କଥା ଜାଣିବା ପାଇଁ ଆମ MLAଙ୍କ ବିରୋଧରେ ନିଶ୍ଚୟ କିଛି କଥା ନ କହିଲେ ସେ କିଛି କହିବେ ନାହିଁ। ତେଣୁ ମୁଁ MLAଙ୍କ ବିରୋଧରେ ଆମ ନେତାଙ୍କ ବିରୋଧରେ ମୁଁ ଜାଣିଶୁଣି କହିଲି ଯେ ତୁମର କ'ଣ କଥା ଜାଣିବା ପାଇଁ। ସେ ଭୁଲିଗଲେ ମୁଁ ଜଣେ ଆଡ଼ଭୋକେଟ୍, ଆମେ ଓକିଲ, ତା ପେଟ ଭିତରୁ କଥା ବାହାର କରିଦେବୁ ଲୋକଙ୍କର। ତେଣୁ ତାଙ୍କ ଭିତରୁ କଥା ଜାଣିବା ପାଇଁ ମୁଁ ଜାଣିବାକୁ ପାଇଲି ଯେ ମୋତେ ବି ସେ ବ୍ଲାକମେଲିଂ କରିବା ପାଇଁ ଯେ ପଇସା ଲୁଣ୍ଠନ କରିବେ ବୋଲି ମୋତେ କ୍ୟାଣ୍ଡିଡେଟ୍ କରିବା ପାଇଁ ଚାହୁଁଛନ୍ତି। BRS ହଉ CRS ହଉ ମୁଁ ନବୀନ ପଟ୍ଟନାୟକର ହଉ। ତା ଏଥିରୁ ଜଣାପଡ଼ିଲା କିଛି ସାମ୍ବାଦିକ ଜଣେ ସାମ୍ବାଦିକ ଅଛନ୍ତି ସେ ନିଜକୁ ସିନିୟର ମନେ କରନ୍ତି, କିନ୍ତୁ କିଛି ଛୁଆ ସାମ୍ବାଦିକ ରଖି ସେ ଚଲେଇଛନ୍ତି ଗୋଟେ ଯାତ୍ରା ଭଦ୍ରକରେ। ଆଚ୍ଛା, ଏ କଥା ଯେଉଁଦିନ ମୋତେ ପଚାରିଥିଲେ ଏ ବିଗତ ଦିନ କଥା ହେଲାଣି, ଏ କଥାରେ କିଛି ବର୍ତ୍ତମାନ ଆବାଜ ସ୍ୱର ନାହିଁ। କିନ୍ତୁ ଯେଉଁଦିନ ବସ୍ ଷ୍ଟାଣ୍ଡ ଉଦ୍ଘାଟନ ହେଲା, ଆମର ନୂତନ କରି ଯେଉଁ ରିନୋଭେସନ୍ ବସ୍ଟା ଯେଉଁ ଆମର ଯେଉଁ ବସ୍ ଷ୍ଟାଣ୍ଡଟା ଉଦ୍ଘାଟନ ହେଇଛି, ନୂଆ ବସ୍ ଷ୍ଟାଣ୍ଡ ଯେଉଁ ସରକାର ଦେଇଥିଲେ ପଇସା, ସେଥିରେ ଯେତେବେଳେ ଆମର ଚେୟାରମ୍ୟାନ୍ ମହୋଦୟା କହିଲେ ଯେ ରମଜାନ ମାସ କଥା, ସେ କଥାକୁ ଯେତେବେଳେ ମୁଁ ବିରୋଧ କରି କହିଲି ଯେ ଏଟା ଧର୍ମକୁ ଆଣନ୍ତୁ ନାହିଁ, ଯେହେତୁ ଏଠାରେ କୌଣସି ଧର୍ମ କଥା ନାହିଁ। 5ଟା ବେଳେ ଆମର ଉଦ୍ଘାଟନ, 6ଟା ବେଳେ ଉପାସ ଫିଟେଇବା। ସେଥିରେ ମଧ୍ୟ ସେମାନେ ବିବ୍ରତ ହୋଇ ବିଭିନ୍ନ ରକମ ମୋତେ ମୋ ବିରୋଧରେ କହିଛନ୍ତି ଏଣେ ତେଣେ ଯେ ଉପାସ କରୁନି, ମୁଁ ଉପାସ କରିବି ତାଙ୍କୁ ସାର୍ଟିଫିକେଟ୍ ଦେମି। ଏ ଦୁର୍ଭାଗ୍ୟ କଥା। ମୁଁ ଉପାସ ମୁସଲମାନ ଲୋକ ନୁହେଁ କି, ସବୁ ଭଦ୍ରକ ଲୋକ ଜାଣିଛନ୍ତି। ଏବଂ ଭଦ୍ରକବାସୀକୁ ମୁଁ ଜଣାଇବାକୁ ଚାହେଁ, ଇଏ ଯେଉଁ ମୁଁ କହିଲି ସେଦିନେ ତାଙ୍କର ଜଣେ ମାଫିଆ, ସେ ମାଫିଆଙ୍କ ନିର୍ଦ୍ଦେଶ କ୍ରମେ ଜଣେ ଭଲ ପୌରଦକ୍ଷା, ସେ ସବୁ ଧର୍ମକୁ ସମାନ ଆଖିରେ ଦେଖିଲା ବେଳେ ଅନ୍ୟ କଥାରେ ଇଙ୍ଗିତ ହୋଇ ଯେଉଁ କଥାଟି କହିଲେ, ସେଇ କଥାକୁ ସିଏ ଆଉ ରଖିପାରିଲେନି। କ'ଣ ତାଙ୍କୁ ବରଦାସ୍ତ ହେଲାନି। କାଟିବା ପାଇଁ କ'ଣ କଲେ, ଗୋଟେ ପୁଣା ଯେଉଁ ରଖିଥିଲେ ଯେଉଁ ଅଡ଼ିଓଟା, ଯେଉଁଟାକି ମୋ ନଲେଜରେ ଅଛି, ତାକୁ ମୁଁ ମଧ୍ୟ ଯାହାଙ୍କ ବିରୋଧ କରି ତାଙ୍କ ନଲେଜରେ ଦେଇ କରିଛି ଯେ ଏଇ କଥା ମୋତେ ପଚାରିବେ, ମୁଁ ଏଇ କଥା କହିବି। ଦୁର୍ଭାଗ୍ୟ କଥା, ମୁଁ ତାଙ୍କୁ ଲଜ୍ଜା ଲାଗୁନି। ସେ ମୋତେ ବ୍ଲାକମେଲ୍ କରିତେ ଆସିଥିଲେ, ହୁଏତ ସେ ଅନ୍ୟ କାହାକୁ 3-4 ଜଣଙ୍କୁ ବ୍ଲାକମେଲ୍ କରିଦେଲେଣି ବୋଧେ, ମୁଁ ଭାବୁଛି। ଏଙ୍କର କିଛି ଔକାତ ନାହିଁ ଯାହାର ସେ ନବୀନ ନିବାସ କଥା କହିବେ, କିଏ କହିବେ ସଂଘ ଭବନ କଥା। ୟାଠାରୁ ଦୁର୍ଭାଗ୍ୟଜନକ କଥା ନାହିଁ। ତେଣୁ ମୁଁ ଆପଣମାନଙ୍କ ଜରିଆରେ ବର୍ତ୍ତମାନ ସାରା ଭଦ୍ରକବାସୀଙ୍କୁ ଜଣାଇବାକୁ ଚାହେଁ, ଏଇମାନଙ୍କ ଦ୍ୱାରା ଆପଣ ବଞ୍ଚି ରହନ୍ତୁ। ବିଗତ ଦିନ ତାଙ୍କୁ ମୁଁ ଜୁହାର ହେଉଛି ଯୋଡ଼ ହସ୍ତରେ, ଏମାନଙ୍କ ପ୍ରତି ଆମର ସାବଧାନ, ନହେଲେ ଏମାନେ ଆପଣ ଲୁଣ୍ଠନ କରିବେ ନିଶ୍ଚୟ। କାହିଁକିନା ଇଏ ଗୋଟେ ଆଡ଼ ଦେଖାଇବେ, କରିବେ ଅରା କଥା। ତେଣୁ ଏଙ୍କୁ ମୁଁ ନିଜେ ଯୋଡ଼ ହସ୍ତରୁ ସମସ୍ତ ଲୋକଙ୍କୁ ଅନୁରୋଧ କରିବି, ଏଙ୍କ ଚକ୍କରରେ ପଡ଼ନ୍ତୁ ନାହିଁ। ଇଏ ଛୁଆ କିଛି ଅଛନ୍ତି, ଛୁଆ ସାମ୍ବାଦିକ, ଯାହାର ସମ୍ବାଦିକର 100 ଅକ୍ଷର ଜାଣିନାହାନ୍ତି, ତାଙ୍କୁ ୟୁଜ୍ କରି ନୂତନ ରକମର ନୂଆ ନୂଆ ଜିନିଷ କରିବେ। ତେଣୁ ସମସ୍ତ ଯିଏ ବି ଆଶାୟୀ ହେଉନି କାହିଁକି, ତାଙ୍କୁ ଏଙ୍କ ଲୁଣ୍ଠନ କରିବା ଚକ୍କର ମୋତେ ସେ ଚକ୍କରରେ ପକାଇଥିଲେ। ଯାହାଫଳରେ ମାନେ ଦୁର୍ଭାଗ୍ୟ କଥା, ସେ ଜାଣିନାହାନ୍ତି ମୁଁ ଓକିଲ, ଏଙ୍କୁ ମୁଁ ପଢ଼େଇଦେବି। ସିଏ କ'ଣ ମୋତେ ପାଠ ପଢ଼େଇଥାଏ? ମୋର ଯେଉଁ ପାଠ ପଢ଼ିଛି ତାଙ୍କୁ ବୋକା କରି ଛାଡ଼ିଛି। ଆଜି ସେ ନିଜେ ସୋସାଇଟିରେ ଜଣାଗଲା ଏଇମାନେ ସାରା କେତେ ଲୋକଙ୍କୁ ଆଣିକି ରଖିଲେଣି, 2 ଜଣ ଛାଡ଼ୁଛନ୍ତି, ଆଉ 2 ଜଣ ଧରୁଛନ୍ତି। ଏଥିରୁ ଜଣାପଡ଼ୁଛି ଯେଉଁମାନେ କିଛି କରୁନଥିଲେ, ଇଏ ଆଜି ତାଙ୍କୁ MLA କରେଇଦେବେ, କାହାକୁ ନାଁ ଦେଇ ଦେଉଛନ୍ତି ସୋସିଆଲ ମିଡ଼ିଆରେ। ତେଣୁ ଏ କଥା ବର୍ତ୍ତମାନ ନୂଆ ଭାଇରାଲ ହେବାର କାରଣ ହେଉଛି ବିଗତ ଦିନ ଯେଉଁ ଧର୍ମ କଥା ଆସିଲା, ସେ କଥାରେ ମୁଁ ପ୍ରତିବାଦ କଲି। ଆଉ ମୋତେ ଜଣେ କହିଲା ଦଲାଲ, ମୁଁ ସେଟା ବି କହି ରଖେ, ଯଦି ବିଜୁ ଜନତା ଦଳ ପାଇଁ ମୋ MLA ପାଇଁ ମୁଁ ଦଲାଲ ହେବି, ଏଇଟା ମୋର କର୍ତ୍ତବ୍ୟ। କାହିଁକିନା ମୁଁ ଦଲାଲ ହେବି ଦଳ ପାଇଁ, ମୁଁ ଦଲାଲ ହେବି ମୋ MLA ପାଇଁ। ଆଉ ମୋ ସାର୍ଟିଫିକେଟ୍ ଦେବା ଦରକାର ନାହିଁ ମୁଁ MLAଙ୍କ ସପକ୍ଷରେ ଅଛି କି ବିରୋଧ ଅଛି। ଲୋକମାନେ ଭଲ ରକମ ଭଦ୍ରକବାସୀ ଜାଣିଛନ୍ତି ମୁଁ ତାଙ୍କ ସପୋର୍ଟର କି ବିରୋଧୀ ଭଲ ରକମ ଜାଣିଛନ୍ତି।